ଅବ୍ୟକ୍ତ କୋହକୁ ଛାତି ତଳେ ଲୁଚେଇ ଏକାନ୍ତରେ ବସିଥାଏ ମାନବ ସମୁଦ୍ର ତଟରେ। ସମୁଦ୍ର ଗର୍ଭରୁ ସୂର୍ଯ୍ୟଦେବ ଉଭା ହେବାକୁ ଆଉ ମାତ୍ର କିଛି କ୍ଷଣର ଅପେକ୍ଷା। ବେଳାଭୂମି ବି ଅପେକ୍ଷା କରିଛି ସକାଳର ରଙ୍ଗମଞ୍ଚକୁ। ହେଲେ ଏହି ରଙ୍ଗମଞ୍ଚ କେବେ ଫିକା ଜୀବନକୁ ରଙ୍ଗତୁଳିରେ ସଜେଇ ଦିଏ ତ କେବେ ଆଖିରେ ଭାସୁଥିବା ସ୍ୱପ୍ନକୁ ଧୋଇଦିଏ ଟୋପା ଟୋପା ବର୍ଷାରେ। ମାନବ ତା ଜୀବନରେ ସବୁ ପାଇଛି, ଯାହା ପାଖରେ ଥାଇ ବି ପାଇପାରିନି, ତାହା କେବଳ ପ୍ରୀତିର ପ୍ରେମକୁ। ପାଇବ ଯେ କେମିତି? ପ୍ରେମ ବା ଏଠି ମରିଚିକା। ଜନରାଇଜର ଅସୁମାରୀ ସ୍ୱପ୍ନକୁ ଆଖିରେ ଭରିଦେଇ କ୍ଷଣିକରେ ଜୀବନକୁ ଠେଲିଦିଏ ରଣଭୂମିକୁ। ପ୍ରୀତି ଏବଂ ମାନବ ଭିତରେ 5 ବର୍ଷର ଘନିଷ୍ଠ ସମ୍ପର୍କ। ମାନବର ସବୁ କଥାକୁ ବୁଝିପାରେ ପ୍ରୀତି। ଆଖି ଦେଖି ପଢ଼ିପାରେ ମାନବର ପୃଥିବୀକୁ, କିନ୍ତୁ କେଜାଣି କାହିଁକି ପଢ଼ିପାରେ ନା ହୃଦୟରେ ଲେଖିଥିବା ପ୍ରୀତିର ନାଁକୁ। ପ୍ରୀତି କିନ୍ତୁ ଏ ସମ୍ପର୍କର ଖିଅକୁ କେବଳ ଏକ ବନ୍ଧୁତାର ଲକ୍ଷ୍ମଣ ରେଖାରେ ବାନ୍ଧି ରଖିଥିଲା। ତା ପାଇଁ ପ୍ରେମ ଥିଲା ଏକ ବିସ୍ତୃତ ବାଲିଘର। ଡରୁଥିଲା ଲହଡ଼ିରେ ଧୋଇଯିବ ବୋଲି। କିନ୍ତୁ ପ୍ରେମ ତ ବନ୍ଧୁତାର ଆରମ୍ଭ ହୁଏ ନା। ବନ୍ଧୁତାର ବୃକ୍ଷ ତଳେ ଆଶ୍ରୟ ନେଇଥାଏ ପବିତ୍ର ସମ୍ପର୍କ। ଆଉ ସେ ସମ୍ପର୍କ ବହୁଥିବା ନଈ ଭଳି ବହିଯାଏ ଅଙ୍କାବଙ୍କା ରାସ୍ତାରେ, ପୁଣି କେବେ ଯାଇ ମିଶେ ମହାନଦୀ ଗର୍ଭରେ। ମାନବ ଏବଂ ପ୍ରୀତି ଉଭୟ ଗୋଟେ କଲେଜରେ ଅଲଗା ଅଲଗା ବିଭାଗରେ ପଢ଼ୁଥିଲେ। ସମସ୍ତଙ୍କ ଭିତରୁ କିଛି ଭିନ୍ନ ଥିଲା ମାନବ। କଲେଜର ଅତ୍ୟନ୍ତ ଚତୁର ଏବଂ ଟେକ୍ନିକାଲ ଦୁନିଆକୁ ଖୁବ୍ ଭଲ ପାଉଥିବା ମଣିଷଟିଏ ଥିଲା। ତା ସହ ଥିଲା ପ୍ରେମ କରିବାର ଏକ ନିଷ୍ପାପ ହୃଦୟ। କମ୍ପ୍ୟୁଟର କ୍ଲାସରେ ପ୍ରଥମ କରି ପ୍ରୀତି ସହ ଦେଖା ହୋଇଥିଲା। ପ୍ରୀତି କୌଣସି କାରଣରୁ ସେଦିନ କମ୍ପ୍ୟୁଟର ଷ୍ଟାର୍ଟ କରିବାକୁ ଅସମର୍ଥ ଥିଲା। ଏହି ସୁଯୋଗର ସମ୍ପୂର୍ଣ୍ଣ ଫାଇଦା ମାନବ ଉଠାଇଥିଲା। ବାସ୍, ତା ପରଠୁ ଉଭୟଙ୍କ ଭିତରେ ବନ୍ଧୁତାର ସମ୍ପର୍କ ଗଢ଼ି ଉଠିଥିଲା। ପ୍ରୀତିର ଦୁନିଆ କହିଲେ କେବଳ ତା ମା'। ଯେବେ ସେ ବର୍ଷକର ହୋଇଥିଲା, ଏକ ସଡ଼କ ଦୁର୍ଘଟଣାରେ ବାପାଙ୍କର ଦେହାନ୍ତ ହୋଇଯାଇଥିଲା। ସେବେଠୁ ମା' ଏବଂ ଝିଅ ମାମୁଙ୍କ ଘର ଗାଁରେ ରହନ୍ତି। ମା' ତାର ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ। ପ୍ରୀତି କିନ୍ତୁ ପିଲାଦିନୁ ଖୁବ୍ ସ୍ନେହ ଆଦରରେ ବଢ଼ି ଆସିଛି। ମା' ଭିତରେ ସେ ସାରା ଦୁନିଆ ଦେଖିଛି। ବାପାଙ୍କ ସ୍ନେହ ସେଇ ମା'ଙ୍କ ଭିତରେ ପାଇଛି। ନିରୋଳାରେ ବାପାଙ୍କ କଥା ଭାରି ମନେ ପଡ଼େ। ଆକାଶରେ ସୂର୍ଯ୍ୟ ଥାଇ ଯେମିତି ଅନ୍ଧାର ହୁଏ, ସେଭଳି ବାପା ନଥିଲେ ଜୀବନ ବି ଅନ୍ଧାର ଲାଗେ। ବାପାଙ୍କ ବିନା ଏ ସୁନ୍ଦର ଜୀବନର ପରିକଳ୍ପନା କେବେ ସମ୍ଭବ ନୁହଁ। କିନ୍ତୁ ପ୍ରୀତିର ଜୀବନ ଖୁବ୍ ସୁନ୍ଦର ଥିଲା। ଅବୁଝା ହେଇ କାନ୍ଦି ପକାଇଲେ ସବୁ ଇଚ୍ଛା ପୂରଣ ହୋଇଯାଏ, କିନ୍ତୁ ମା'ଙ୍କ ଅନିଚ୍ଛାରେ କେବେ କୌଣସି କାମ କରେ ନାହିଁ। ପ୍ରେମ ବି ନୁହଁ, ଏତେ ସରଳ ହୃଦୟକୁ ଏତେ ସହଜରେ କାହାକୁ କେମିତି ଦେଇଦେବ ଯେ? ମାନବ ସବୁ ବୁଝିପାରେ ପ୍ରୀତିର ଜୀବନକୁ। ପ୍ରଥମ ଥର କେହି ମାନବକୁ ନିଜର କରିଛି, ସେ ସାଙ୍ଗ ହେଉ କି ପ୍ରେମିକ। ପ୍ରୀତିକୁ ଇମ୍ପ୍ରେସ୍ କରିବାକୁ ସବୁ ଚେଷ୍ଟା କରିଚାଲେ। ଇଚ୍ଛା କରେ ତା ପାଇଁ ଗଢ଼ିବାକୁ ପ୍ରେମର କୋଣାର୍କ। ହେଲେ ଭୟ କରେ ଚନ୍ଦ୍ରଭାଗାର ସେହି କଳା ଜୁଆରକୁ। କେତେ ଯେ ସ୍ୱପ୍ନ ଲଙ୍ଘିଛି ସେ ଚନ୍ଦ୍ରଭାଗା, ସେଥିପାଇଁ କେବେ ନିଜ ମନର କଥା ଜଣାଇବାକୁ ଇଚ୍ଛା କରିନାହିଁ। କଲେଜର ଏକା ସାଙ୍ଗରେ ବସିବା, ସୁଖ ଦୁଃଖର ଆଦାନ ପ୍ରଦାନ ପ୍ରାୟ ସବୁଦିନ ହୁଏ। ସାଙ୍ଗ ଭାବେ ପ୍ରୀତିକୁ ସମସ୍ତ ସହଯୋଗର ହାତ ବଢ଼ାଏ ମାନବ। ଉଭୟଙ୍କ ଭିତରେ ସମ୍ପର୍କ ଆହୁରି ନିବିଡ଼ ହୋଇଯାଏ। କଲେଜ ସାରି ମାନବ ଏବେ ବେଙ୍ଗଲୋରର IT କମ୍ପାନୀରେ ଉଚ୍ଚ ଦରମାରେ ଚାକିରି କରୁଛି। ନିଜ ସହରରୁ ଅନେକ ଦୂରରେ ରହି ମଧ୍ୟ ପ୍ରୀତି ସହ ବାନ୍ଧିଥିବା ସମ୍ପର୍କକୁ କେବେ ଭୁଲି ପାରିନି। ସବୁଦିନ ଫୋନରେ କଥା ହୁଅନ୍ତି, ଅତୀତକୁ ସଜାନ୍ତି। ବନ୍ଧୁତାରୁ ପ୍ରେମର ଦୂରତା ହିସାବ କରନ୍ତି। କିନ୍ତୁ ପ୍ରୀତି ସବୁଥର ପରି ଏଥର ବି ଚୁପ୍ ଥିଲା। ପ୍ରେମ ପାଇଁ ମନରେ ଦୁର୍ବଳତା ଥିଲେ ବି ସେ ଚୁପ୍ ଥିଲା। ଯାହା କେବେ ଜୀବନରେ ହେଇନାହିଁ, ତାହା କେମିତି ମାନବ ସହ ହେବ? ଆଖି ଦେଖି ପଢ଼ିପାରୁଥିଲା ସବୁକିଛି। ଜାଣିସାରିଥିଲା ମାନବ ହୃଦୟରେ ଥିବା ନିଜ ପାଇଁ ପବିତ୍ର ପ୍ରେମକୁ। ଦେଖାଦେଲେ ଏଥର ନିଶ୍ଚୟ ଭାବେ ପ୍ରୀତିକୁ ବାହାଘର ପ୍ରସ୍ତାବ ଦେବ ବୋଲି ମନସ୍ଥ କରିଥାଏ ମାନବ। ଘରକୁ ଆସିବାକୁ ଆଉ କିଛି ଦିନ ବାକି ଅଛି। ସବୁଥର ପରି ଆଜି ରାତିରେ ବି ଫୋନ୍ କରିଥିଲା। ହେଲେ ପ୍ରୀତି ନୁହଁ, ତା ମା'ଙ୍କର ସ୍ୱର ଥିଲା। କିଛି ସମୟ କଥା ହେଇ ଫୋନ୍ ରଖିଲା। ପ୍ରୀତିର ବାହାଘର ଅନ୍ୟ କେଉଁଠି ଠିକ୍ ହୋଇଯାଇଥିଲା। ବାହାଘରକୁ ଆସିବା ପାଇଁ ନିମନ୍ତ୍ରଣ ରଖିଲେ ତାଙ୍କ ମା'। ବାଷ୍ପରୁଦ୍ଧ ହୋଇ ରହିଗଲା
ଲୁହଧାର। ଲୁହ ନୁହଁ, ନଦୀ ବହୁଥିଲା ସେ ଆଖିରେ। ସେ ଆଖି ଭିତରେ କେତେ ଯେ ସ୍ୱପ୍ନ ସଜେଇ ରଖିଥିଲା ପ୍ରୀତି ପାଇଁ। ହୃଦୟର କୋଠରୀକୁ ଗର୍ଜନ ଶୁଭିଲା କିଛି ହଜେଇ ଦେବା ଭୟରେ। ଫୁଲ ଫଗୁଣରେ ବୁଣିଥିବା ପ୍ରେମ ସବୁ ଝରି ପଡ଼ିଥିଲା ବିରହର ତାତିରେ। ପ୍ରୀତି ବି କାନ୍ଦୁଥିଲା। ବିବାହ ପ୍ରସ୍ତାବରେ ଖୁସି ନଥିଲା, କିନ୍ତୁ ମାଆଙ୍କ ଖୁସି ଦେଖି କେବେ ନିଜ ଇଚ୍ଛାକୁ ପ୍ରକାଶ କରିନଥିଲା। ଆଖିର ଲୁହକୁ ଆଖିରେ ମାରି ଝୁରୁଥିଲା କଦମ୍ବ ବନରେ ଯମୁନାର ଜଳେ ନୀଳ ଆକାଶ ତଳେ। ହେଲେ କାହା ପାଇଁ? ନିଜ ଇଚ୍ଛାକୁ ତ ବାନ୍ଧିଥିଲା ବନ୍ଧୁତାର ପାଚେରୀରେ। କେବେ ମାନବର ଇଚ୍ଛାକୁ ଜାଣିବାକୁ ଚାହିଁନାହିଁ। ଲୁହ ଝରେଇ କିଛି ମୂଲ୍ୟ ହିଁ ନଥିଲା। ଫଗୁଣ ତ ଆସିଥିଲା, ହେଲେ ସାଙ୍ଗରେ ଆଣିନଥିଲା ଫଗୁକୁ। ବଗିଚାରେ ଫୁଲ ତ ଫୁଟିଥିଲା, ହେଲେ ମହକ ନଥିଲା। ଏ ଭିତରେ ସମୟ ବହୁତ ଆଗକୁ ଚାଲିଯାଇଛି। ପ୍ରୀତି ଏବେ ଆଉ କାହାର ପତ୍ନୀ। ଆଉ କାହା ପାଇଁ ତା ମଥାରେ ନାଉଥିଲା ସିନ୍ଦୁର। ହଜେଇ ଦେଇଛି ତା ଭଗ୍ନ ଅତୀତକୁ କୋଣାର୍କର ଝାଉଁବୁଦା ମୂଳେ। ବୟସର ପାହାଚରେ ଆଉ କିଛି ବୟସ ଖର୍ଚ୍ଚ ହୋଇଛି ଏ ଭିତରେ। ମାନବ ଏବେ ପ୍ରୀତି ପାଇଁ ଥିଲା ସମ୍ପୂର୍ଣ୍ଣ ଅଜଣା। ହୃଦୟର ଅନ୍ତହୀନ ଇଲାକାରେ ଅତୀତକୁ ହଜେଇ ଦେଇଛି। ସବୁକିଛି ଭୁଲି ନିଜ କର୍ମ ଜୀବନରେ ବ୍ୟସ୍ତ ରହୁଛି। ରାତି ହେଲେ ଅଫିସରୁ ଘରକୁ ଫେରେ ଏବଂ ସବୁଦିନ ପରି ରାତିରେ ସ୍ମୃତି ଶବକୁ ଜୀବନ୍ତ କରେ ନିଜ ମାନସ ପଟରେ। ବାହାଘର ପରେ ପ୍ରୀତି ସ୍ୱାମୀ ଅଭିଜିତଙ୍କ ପ୍ରେମରେ ବେଶ୍ ଖୁସି ଥିଲା, କିନ୍ତୁ ସେ ଖୁସି ଥିଲା ଅଳ୍ପ ଦିନର। ହଠାତ୍ ଦିନ ଅସୁସ୍ଥ ହୋଇ ପଡ଼ିଥିଲେ ଅଭିଜିତ। ଦିନକୁ ଦିନ ଦେହ ଆହୁରି ଖରାପ ହେବାକୁ ଲାଗିଲା। ସମସ୍ତ ରିପୋର୍ଟ ଆସିଲା ପରେ ଡାକ୍ତର ଜଣାଇଥିଲେ ଅଭିଜିତକୁ କ୍ୟାନ୍ସର। ହାତରେ ସମୟ ଖୁବ୍ କମ୍। ଯଥାଶୀଘ୍ର ଅପରେସନ୍ କରିବାକୁ ପଡ଼ିବ। ବାଙ୍ଗାଲୋରର କେଉଁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରିବାକୁ ହେବ। ବାଙ୍ଗାଲୋର କଥା ଶୁଣି ମାନବ କଥା ମନେ ପଡ଼ିଲା। ମନ ଭିତରେ ଦବେଇ ରଖିଥିବା ସେ ନମ୍ବରକୁ ନିଜ ଫୋନ୍ରେ ମିଳେଇବାକୁ ଲାଗିଲା। ଅଦିନିଆ ବର୍ଷଟା ଯେମିତି ନିଗାଡ଼ି ପଡ଼ୁଥିଲା ବାଙ୍ଗାଲୋର ସହରରେ। କଳା ବାଦଲକୁ ଆଡ଼େଇ ଝରି ପଡ଼ୁଥିଲା ଟୋପା ଟୋପାର ବର୍ଷା। ଆକାଶଟା ଗର୍ଜୁଥିଲା ବିଜୁଳିର ଚମକରେ। ଏକ ଅଜଣା ନମ୍ବରରୁ ବାରମ୍ବାର କଲ୍ ଆସୁଥାଏ ମାନବକୁ, କିନ୍ତୁ ଫୋନ୍ ଉଠାଇବାକୁ କୌଣସି ଇଚ୍ଛା ନଥିଲା ମନରେ। ଏଥର ମେସେଜରେ ଶବ୍ଦ ଥିଲା। ମେସେଜ ପଢ଼ି ନିଜ ତରଫରୁ କଲ୍ କଲା। ପ୍ରୀତିର ସ୍ୱର। ସେ ପୁଣି ଏତେ ରାତିରେ ଫୋନ୍ କରିଛି, ହେଲେ କାନ୍ଦୁଛି କ'ଣ ପାଇଁ? ସମୟ କାହାକୁ ପ୍ରତିଶ୍ରୁତି ଦିଏନି। ସମସ୍ତଙ୍କୁ ହିସାବ ଦେବାକୁ ହୁଏ ସେହି ସମୟ ପାଖରେ। କେତେବେଳେ ମଣିଷ ସମୟ ପାଖରେ ଜିତିଯାଏ, ପୁଣି କେତେବେଳେ ହାରିବାକୁ ପଡ଼େ। ପ୍ରୀତି କିନ୍ତୁ ଆଜି ବନ୍ଧା ପଡ଼ିଛି ସମୟର ଚକ୍ରବ୍ୟୂହରେ। ପ୍ରୀତିର ସମସ୍ତ କଥାକୁ ଶୁଣି ବାହାରିଲା ପ୍ରୀତି ସହ ଦେଖା କରିବାକୁ, ଦରଦୀ ବନ୍ଧୁର ଦୁଃଖରେ ଦୁଃଖୀ ହେବାକୁ। ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ଅଭିଜିତ। ଅଜାଡ଼ି ପଡ଼ିଥିଲା ଦୁଃଖର ପାହାଡ଼ ପ୍ରୀତି ଉପରେ। ମାନବର କାନ୍ଧରେ ମୁଣ୍ଡ ରଖି ନିଗାଡ଼ି ଦେଲା ଲୁହ ସବୁ। ପୁଣି ଥରେ ହାରିଯାଇଥିଲା ପ୍ରୀତି। ଏବେ ସେ ଥିଲା ଅଲୋଡ଼ା ଶିଳାଖଣ୍ଡ କେଉଁ ଏକ ଭଗ୍ନ ପର୍ବତର। ପ୍ରୀତି ନିଜର ସର୍ବସ୍ୱ ହରେଇ ହାରିଯାଇଛି ସମୟର ଅବିରତ ସ୍ରୋତରେ। ନା ଆଉ ପାଇବାର ଇଚ୍ଛା ଅଛି, ନା ହରେଇବାର ଭୟ। ଏବେ କେବଳ ବଞ୍ଚିବାକୁ କାହାର ସାହାରା ନୁହଁ, ଅଭିଜିତଙ୍କ ସ୍ମୃତି ହିଁ ଯଥେଷ୍ଟ ଥିଲା। ରାତି ପାଇଲେ ଥରଟିଏ ଦେଖା କରିବାକୁ ବାଧ୍ୟ କରିଥିଲା ମାନବ। ରାତିର ଶେଷ ପ୍ରହରୀରେ ଦର୍ପଣ ଆଗରେ ଠିଆ ହୋଇ ଦେଖୁଥିଲା ନିଜକୁ। ରଙ୍ଗ ଥିଲା ସବୁ ଫିକା ଫିକା। କୃଷ୍ଣଚୂଡ଼ା ରଙ୍ଗ ଛାଡ଼ି ଯାଇଥିଲା ବହୁତ ଦୂରକୁ। ଦୁଃଖର ରଙ୍ଗ ବୋଧେ ଧଳା। ଏବେ କେବଳ ଧଳା ରଙ୍ଗ ହିଁ ଜୀବନର ଶେଷ ପରିଚୟ। ଘୋଡ଼ିଗଲା ଧଳା ରଙ୍ଗର ଶାଢ଼ୀ ତାହା ଦେହରେ। ସିନ୍ଦୁରା ଫାଟିବାର କିଛି କ୍ଷଣ ପରେ ବାହାରିଲା ମାନବକୁ ଦେଖା କରିବାକୁ। ମାନବ ଏକାନ୍ତରେ ବସିଥିଲା ସମୁଦ୍ର ତଟରେ। ଅପେକ୍ଷା କରିଥିଲା ପ୍ରୀତିକୁ। ଅବ୍ୟକ୍ତ କୋହ ଓ ବେଦନାର ଲୁହକୁ ଚାପି ଧରି ଏକଲରେ ଚାହିଁଥାଏ ପ୍ରୀତି ଆସିବାର ବାଟକୁ। ସମୁଦ୍ର ଗର୍ଭରୁ ସୂର୍ଯ୍ୟଦେବ ଉଭା ହେବାକୁ ଆଉ ମାତ୍ର କିଛି କ୍ଷଣର ଅପେକ୍ଷା।
ପ୍ରୀତି ଆସିଲା। ଡେରି ନକରି ମାନବ ନିଜ ବାହୁରେ କୋଳେଇ ନେଲା ପ୍ରୀତିକୁ। ପୋଛିଦେଲା ଲୁହ ସବୁ। ତା ପାଦରେ ପାଦ ମିଳେଇ ଚାଲିଲା। ଭାଙ୍ଗି ଯାଇଥିବା ବାଲିଘରକୁ ପୁଣି ଥରେ ତୋଳିବାକୁ ଚେଷ୍ଟା କଲା। ପୁଣି ଥରେ ଇନ୍ଦ୍ରଧନୁର ବର୍ଣ୍ଣାଳୀରୁ କିଛି ରଙ୍ଗ ଚୋରି କଲା। ପୁଣି ଥରେ ପ୍ରୀତିର ଜୀବନକୁ ରଙ୍ଗ ଦେବାକୁ ଚେଷ୍ଟା କଲା। କିନ୍ତୁ ପ୍ରୀତିର ଇଚ୍ଛା ସବୁ ମରିଯାଇଥିଲା ଅଭିଜିତଙ୍କ ସହ। ଅସଂଖ୍ୟ ଯନ୍ତ୍ରଣାର ଲହଡ଼ି ଚାପି ରଖିଥିଲା ତା ଆଖିରେ। ସେ ତ ଆଖି ନୁହେଁ, ଥିଲା ବୈତରଣୀ। ଜୀବନର ସମସ୍ତ ଦୁଃଖକୁ ନିଜ ପିଠିରେ ପକାଇ ଆଖିରେ ମିଶାଇ ବନ୍ଧୁତାର ସମ୍ପର୍କ ହିଁ ଶେଷ ସମ୍ପର୍କ ବୋଲି କହିଲା ମାନବକୁ।